ସାଙ୍ଗମାନେ ଜୟ ଜଗନ୍ନାଥ। ଗୁଡ୍ ଇଭିନିଂ ସାଙ୍ଗମାନେ, ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସ୍ୱାଗତ ଜଣାଇ ଆଜି ଆରମ୍ଭ କରୁଛୁ ମଜାଦାର ଢଗଧମାଲ ପ୍ରଶ୍ନ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଭିଡ଼ିଓଟି ବହୁତ ମଜାଦାର ଅଛି। ପ୍ଲିଜ୍ ଆପଣମାନଙ୍କୁ ରିକ୍ୱେଷ୍ଟ, ମଝିରୁ କେବେ ହେଲେ କାଟି ଦିଅନ୍ତୁ ନାହିଁ। ଭାଉଜ ଆମର କ'ଣ କରୁଛନ୍ତି ଆପଣମାନେ ଦେଖି ନିଅନ୍ତୁ। ଗଛ ସବୁ ସଜାଡ଼ି ଦେଉଛନ୍ତି। ପାଣି ଦେବା ସମୟ ହେଇଗଲାଣି। ଏଇ ସମୟ ଭିତରେ ଭାବିନେଲି ମଜାଦାର ଢଗ ପ୍ରଶ୍ନଟି ପଚାରିଦେବି। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡ଼ିଓର ମଜା ନିଅନ୍ତୁ। କହିଲ ଦେଖି, ଭଲ ଭାବରେ ଶୁଣ। ଭାଉଜ ସ୍ୱାଗତିକା ଭାଉଜ ଟିକେ ଭଲ ଭାବରେ ଶୁଣ। ହସ ହସ ମୁହଁ ଟିକେ ରଖ, ଟିକେ ଭଲ ଲାଗିବ। କହିଲ ଦେଖି, ଗୋଟିଏ ରାଜାର 100 ରାଣୀ, ସଭ୍ୟ ପିନ୍ଧନ୍ତି ସବୁଜ ଶାଢ଼ୀ। ରାଜା ମରିଗଲେ ରାଣୀ କାନ୍ଦେ, ରାଣୀ ମରିଗଲେ ରାଜା ବଞ୍ଚେ। କହ ସେ କିଏ? ସାଙ୍ଗମାନେ ଭାଉଜ ଆମର କ'ଣ କହୁଛନ୍ତି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ। କୁହ କୁହ କୁହ, ଦେଖାଯାଉ ଭାଉଜ ପ୍ରଶ୍ନର ଉତ୍ତର କ'ଣ ଦେବେ ଆପଣମାନେ ଶୁଣି ନିଅନ୍ତୁ। କହିବନି? କହିପାରିବନି? ସାଙ୍ଗମାନେ ଭାଉଜ କହୁଛନ୍ତି ମୋତେ ଜଣା ନାହିଁ, ଆପଣମାନେ ପ୍ଲିଜ୍ ମୋତେ କମେଣ୍ଟରେ ଜଣାଇ ଦିଅନ୍ତୁ। ସାଙ୍ଗମାନେ ଭାଉଜ ଆମର ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ନା କ'ଣ କହୁଛ? ନା ପ୍ରଶ୍ନ ଆଉ ଥରେ ଶୁଣିବ? ହେଲେ ସାଙ୍ଗମାନେ ଭାଉଜଙ୍କୁ ମୁଁ ଆଉ ଥରେ ପଚାରି ଦେଉଛି। ଦେଖନ୍ତୁ ସାଙ୍ଗମାନେ, ଭଲ ଭାବରେ ବୁଝି ନିଅନ୍ତୁ, କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ପ୍ରଶ୍ନଟି ଥିଲା, ଗୋଟିଏ ରାଜାର 100 ରାଣୀ, ସଭ୍ୟ ପିନ୍ଧନ୍ତି ସବୁଜ ଶାଢ଼ୀ। ରାଜା ମରିଗଲେ ରାଣୀ କାନ୍ଦେ, ରାଣୀ ମରିଗଲେ ରାଜା ବଞ୍ଚେ। କହିଲେ ଦେଖି ସେ କିଏ? ସାଙ୍ଗମାନେ ଭାଉଜ ଭଲ ଭାବରେ ବୁଝିପାରିଲେ, ଆପଣମାନେ ମଧ୍ୟ ଭଲ ଭାବରେ ଶୁଣିପାରିଥିବେ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର କରିଦିଅନ୍ତୁ। କାରଣ ଆପଣମାନଙ୍କ ବନ୍ଧୁବାନ୍ଧବ ପରିଜନମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନେବେ। ତାହେଲେ ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ରଖିଛୁ। ଭାଉଜ ଆମର ଏ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଏ ପ୍ରଶ୍ନ ଉତ୍ତର ଟିକେ କଷ୍ଟ ଅଛି, ତାଙ୍କ ପାଇଁ କହିବା ବହୁତ ମୁସ୍କିଲରେ ଅଛି। ଯିଏକି ସାଙ୍ଗମାନେ ଆମେ ଭାଉଜଙ୍କୁ ଟିକେ ସାହାଯ୍ୟ କରିଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ଧମାଲ ପ୍ରଶ୍ନକୁ। କିନ୍ତୁ ସେକେଣ୍ଡ ଢଗ ଧମାଲ ପ୍ରଶ୍ନଟି ଆଉ ଟିକେ ମଜା ଅଛି। ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରନ୍ତୁ ଏବଂ ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ତାହେଲେ ସେକେଣ୍ଡ ଢଗ ପ୍ରଶ୍ନଟି ଭଲ ଭାବରେ ବୁଝିବେ ବୋଲି ଏ ବିଶ୍ୱାସ ଆମର ଅଛି ଏବଂ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। କହିଲ ଦେଖି, 4 ଭାଇ ଏକାଠି ରୁହନ୍ତି, ଦିନ ରାତି ସାଥି ଚାଲନ୍ତି। ଜଣେ ଆଗକୁ ଗଲେ 3 ଜଣ ପଛେ ଅଟକି ଗଲେ। ସଭ୍ୟ ରୁହନ୍ତି ସେଠି, କୁହ ସେ 4 ଭାଇ କିଏ?
ସାଙ୍ଗମାନେ ଭଲ ଭାବରେ ବୁଝିପାଇଲେ ତ? କାରଣ କୋଶ୍ଚିନ୍ଟି ଟିକେ ଲମ୍ବା ଅଛି, ସେଥିପାଇଁ ଆପଣମାନଙ୍କ ପାଇଁ ଟିକେ ମୁସ୍କିଲ ହୋଇପାରେ। ଆଉ ଥରେ ଆପଣମାନଙ୍କୁ ମୁଁ ବୁଝାଇ କହୁଛି, ବୁଝି ନିଅନ୍ତୁ। ସାଙ୍ଗମାନେ, କହିଲ ଦେଖି, 4 ଭାଇ ଏକାଠି ରୁହନ୍ତି, ଦିନ ରାତି ସାଥି ସାଥି ଚାଲନ୍ତି, ଜଣେ ଆଗକୁ ଗଲେ 3 ଜଣ ପଛେ ଅଟକି ଗଲେ, ସଭିଏ ରୁହନ୍ତି ସେଠି। କୁହ ସେ 4 ଭାଇ କିଏ? ଭାଉଜ ଆମର ଭାବିଲେଣି ଉତ୍ତରଟି କେଉଁଠୁ ଆଣିବେ। ଭାଉଜ କହୁଛନ୍ତି ଜାଣିଛନ୍ତି। ସାଙ୍ଗମାନେ, ଭାଉଜ ବୁଝିପାରିଲେଣି, ଆପଣମାନେ କ'ଣ ବୁଝିନାହାନ୍ତି? ନିଶ୍ଚିନ୍ତ ବୁଝିଛନ୍ତି। ଆପଣମାନେ ପରା ଆମର ବେଷ୍ଟ ଫ୍ରେଣ୍ଡ। ଆପଣମାନେ କମେଣ୍ଟ ଲେଖିବେନି ଆଉ କେଉଁମାନେ ଲେଖିବେ? ଆପଣମାନଙ୍କ କମେଣ୍ଟ ଆମ ପାଇଁ ତ ବହୁତ ମୂଲ୍ୟବାନ। ଆପଣମାନେ ଜାଣନ୍ତି, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ। ସାଙ୍ଗମାନେ, ଏତିକି ରିକ୍ୱେଷ୍ଟ, ଆପଣମାନେ କେଉଁ ଜାଗାରୁ କେଉଁଠି କମେଣ୍ଟଟି ଲେଖୁଛନ୍ତି, ଜାଗାର ନାମ ଲେଖି ଦିଅନ୍ତୁ। ଭାଉଜ ଆମର ଯେତେବେଳେ କମେଣ୍ଟଟି ଦେଖିଦିଅନ୍ତି ବହୁତ ଖୁସି ହୋଇଯାଆନ୍ତି। ସାଙ୍ଗମାନେ ଦେଖନ୍ତୁ, ଏଇ ଶୁଭ ସନ୍ଧ୍ୟାରେ ଭାଉଜ ଏଇସବୁ ଗଛ ଲଗାଇଛନ୍ତି। ଆପଣମାନେ ଦେଖିପାରୁଥିବେ ଆକାଶର କେମିତି ମେଘୁଆ ପାଗ ମାଡ଼ି ଆସିଛି। ଏ ଛାତ ଉପରେ ବହୁତ ସୁନ୍ଦର ଭାବରେ ସିନେରୀ ଦେଖାଯାଉଛି। ଆପଣମାନେ ଦେଖନ୍ତୁ ଏବଂ ମଜା ନିଅନ୍ତୁ। ଆମେ ଡେଲି ଅପଲୋଡ଼ କରୁଛୁ ଏଇଭଳି ନୂଆ ନୂଆ ଢଗ ଧମାଲ ପ୍ରଶ୍ନ। ସାଙ୍ଗମାନେ, ଭିଡ଼ିଓଟି ମଜାଦାର ଥିବାରୁ ଆପଣମାନଙ୍କୁ ହସିଲା ଭଳି ଭିଡ଼ିଓ, ଏ ଭିଡ଼ିଓଟିକୁ ଆମ ପାଇଁ ଟିକେ ସମୟ କାଢ଼ି ନିରୋଳାରେ ଦେଖନ୍ତୁ। ନା କ'ଣ କହୁଛ? ଭାଉଜ ଟିକେ ନିଦୁଆ ଅଛ କି? ଟିକେ ଫ୍ରି ହୋଇଯାଅ ସାଙ୍ଗମାନଙ୍କ ପାଇଁ। ସାଙ୍ଗମାନେ, ଭାଉଜ ବୋଧେ ଶୋଇ ଉଠିକି ଆସିଛନ୍ତି, ସେଥିପାଇଁ ଟିକେ ମୁହଁ ଟିକେ ଫୁଲି ଯାଇଛି। ସାଙ୍ଗମାନେ, ଭାଉଜଙ୍କର ବି ପ୍ରଶ୍ନ ରହିଗଲା, ଶ୍ରୀ ଜଗନ୍ନାଥ ମହାପ୍ରଭୁ କ'ଣ ପାଇଁ ଅନଶନ ଘରେ ରହିଥାନ୍ତି? ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, କାରଣ ଆପଣମାନେ ଆମର ଓଡ଼ିଆ ଭାଇ ଭଉଣୀ, ମଉସା ମାଉସୀ ଯେଉଁମାନେ ଦେଖୁଛନ୍ତି, ପ୍ଲିଜ୍ ଆପଣମାନେ ଏ ଢଗ ଧମାଲ ପ୍ରଶ୍ନର ଉତ୍ତରଟି ଜାଣିଥିବେ ବୋଲି 100% ଆମର ବିଶ୍ୱାସ ଅଛି। ଆମେ କେମିତି ଜାଣିବୁ ସାଙ୍ଗମାନେ? ଆପଣମାନେ ସିନା ଲେଖିଲେ ଆମେ ଜାଣିପାରିବୁ। ଆମ ସାଙ୍ଗମାନେ ଜାଣିଛନ୍ତି। ଦେଖନ୍ତୁ ସାଙ୍ଗମାନେ, କେତେ ଜୋରରେ ପବନ ଆସିଗଲା, ଯିଏକି ଆମେ କହିଥିଲି ବର୍ଷା ଟିକେ ମାଡ଼ି ଆସିଲାଣି, ଯିଏକି ଆପଣମାନେ ଦେଖିପାରୁଥିବେ। ଭାଉଜ ଏଠି ଗଛ ଲଗାଇଛନ୍ତି। ଏ ଗଛଟି ଯଦି ଭାଙ୍ଗିଯିବ, ଭାଉଜ ବହୁତ ଦୁଃଖ ପ୍ରକାଶ କରିଥାନ୍ତି। ଯାହା ହଉ ସାଙ୍ଗମାନେ, ଆଜି ଢଗ ଧମାଲ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ଆମେ ଆଶା ବିଶ୍ୱାସ ରଖିଅଛୁ। ଆପଣମାନଙ୍କ ସପୋର୍ଟ ଆମ ପାଇଁ ସବୁବେଳେ ପାଇଁ ଅଛି, ଏ ବିଶ୍ୱାସ ଆମର ଅଛି। ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରିଥିବାରୁ ଆପଣମାନଙ୍କୁ ଆମ ତରଫରୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ସପୋର୍ଟ ସବୁବେଳେ ଏଇଭଳି ଥାଉ। ଆମ ପ୍ରତି ଏଇଭଳି ଭଲ ପାଇବା, ଶ୍ରଦ୍ଧା, ସ୍ନେହ, ଆଦର ରହିଥାଉ। ସାଙ୍ଗମାନେ, ଆପଣମାନେ ଆମେ ଆଶା କରୁ ଭଲରେ ଥାଆନ୍ତୁ। ଡେଲି ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ କିଛି କିଛି କମେଣ୍ଟ ଦେଇ ଆମକୁ ଆଗକୁ ଯିବାର ମାର୍ଗ ଦେଖାନ୍ତୁ। ସାଙ୍ଗମାନେ, ଆପଣମାନେ ତ ଆମକୁ ଜିରୋରୁ ହିରୋ ବନେଇବାର ସାହାଯ୍ୟ କରନ୍ତି, ଆମେ ଜାଣିଛୁ। କେହି କେବେ ହେଲେ ଏକା ଏକା ଆଗକୁ ଯାଇପାରନ୍ତି ନାହିଁ। ଆପଣମାନଙ୍କ ସପୋର୍ଟ ଥିଲେ ଆମେ ନିଶ୍ଚିନ୍ତ ଆଗକୁ ଯିବୁ ଏବଂ ଆପଣମାନଙ୍କ ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଯୋଗୁଁ ଆମେ ଆଗକୁ ଯାଉଛୁ। ସାଙ୍ଗମାନେ, ଆଜି ତ ସମୟ ହୋଇଗଲାଣି
ଏବେ ଆମେ ରହିବା ଭାଇ ତ ବହୁତ ଗପରା ଭାଇ ଗପି ଯାଉଛନ୍ତି ଭାଉଜ ବି ଧ୍ୟାନ ଦେଇ ଶୁଣୁଛନ୍ତି ଭାଉଜ କେମିତି ଶୁଣୁଛନ୍ତି ଖାଲି ଶୁଣନ୍ତୁ ଭାଉଜଙ୍କୁ ଡାକିଥିଲି ଏ ଢଗ ପ୍ରଶ୍ନର ଉତ୍ତର ଦେବା ପାଇଁ କିନ୍ତୁ ଭାଉଜ ଉତ୍ତର ନ ଦେଇ ଭାଇଙ୍କର ଏ ସୁନ୍ଦର ସୁନ୍ଦର କଥାଟିକୁ ଶୁଣୁଛନ୍ତି କେମିତି ଭାଇ କଥା କହୁଛନ୍ତି ଗୋଟିଏ ଉତ୍ତର ଜାଣିନଥିଲେ ସେକେଣ୍ଡ ପ୍ରଶ୍ନର ଉତ୍ତର ଜାଣିଛନ୍ତି କିନ୍ତୁ ଆପଣମାନେ କମେଣ୍ଟ ଦେବେ ବୋଲି ଭାଉଜ ଇଚ୍ଛା ପ୍ରକାଶ କରିଛନ୍ତି ସାଙ୍ଗମାନେ ଆପଣମାନେ ଭାଉଜଙ୍କ କଥାକୁ ରଖନ୍ତୁ ହଁ ସେ ଢଗ ପ୍ରଶ୍ନର ଉତ୍ତର ନିଶ୍ଚିନ୍ତ ଆସିବ ଏ ବିଶ୍ୱାସ ଆମେ ରଖିଛୁ କାରଣ ମହାପ୍ରଭୁଙ୍କୁ ଭଲ ପାଉଥିଲେ ନିଶ୍ଚିନ୍ତ ଲେଖିବେ ଏ ଭରସା ଆମର ରହିଲା ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ଆମକୁ ନିଶ୍ଚିନ୍ତ ଜଣାଇବେ ଆପଣମାନଙ୍କ କମେଣ୍ଟକୁ ଅପେକ୍ଷାରେ ରହିଲୁ ସାଙ୍ଗମାନେ ଏବେ ଆମେ ରହୁଛୁ ଭାଉଜଙ୍କ ପାଖକୁ ଟିକେ ଚାଲିଯିବା ଭିଡ଼ିଓଟିକୁ ରଖିଦେବା ନା କ'ଣ କହୁଛ ତାହେଲେ ରହିଲୁ ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର।